ଏବେ ଆଳୁର ସମସ୍ୟା ଦୂର କରିବେ ସରକାର। 60 ଦିନରେ ଆମଦାନୀ କରିବେ ଚାଷୀ ଆଳୁ। ଆଉ ଯେଉଁ 90 ଦିନରେ ଆଳୁ ଆମଦାନୀ ହେଉଥିଲା, ଏଣିକି ଏବେ 60 ଦିନରେ ଆମଦାନୀ କରିପାରିବେ ଚାଷୀ ଆଳୁ। ଏବେ ଖୁବ୍ ଶୀଘ୍ର ଘୋଷଣା କରିବେ ସରକାର, ଗବେଷଣା ମଧ୍ୟ କରିସାରିଛନ୍ତି। ଆଳୁକୁ ନେଇ ଥମିବାର ନାଁ ନେଉନି ଚର୍ଚ୍ଚା। ଖାସ୍ କରି ଓଡ଼ିଶାକୁ ନିହାତି ନୂଆ ଖବର ଆସୁଛି। କେତେବେଳେ ଦର ବଢ଼ାଉଛି ତ ଆଉ କେତେବେଳେ ଆଳୁ ଉଭାନ ହୋଇଯାଉଛି। 3 ରୁ 4 ମାସ ହେଲାଣି ଆଳୁକୁ ନେଇ ରାଜନୀତି ଜୋର ଧରିଛି। କେତେବେଳେ ଆଳୁ ବାଙ୍ଗାଲୋରରୁ ଆସିବ ବୋଲି ସରକାର କହୁଥିବା ବେଳେ ଆଉ କେତେବେଳେ ୟୁପିରୁ ଆଳୁ ଆସୁଛି। କିନ୍ତୁ ୟୁପି ଆଳୁ ଚାଷୀଙ୍କୁ ନେଇ ଯେଉଁ ଖବର ସାମ୍ନାକୁ ଆସିଛି, ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। କାରଣ ଏଣିକି 90 ଦିନ ନୁହେଁ, ବରଂ 60 ଦିନରେ ଆଳୁ ଉତ୍ପାଦନ ହେବ ବୋଲି କୁହାଯାଇଛି। ଆଳୁ ଉତ୍ପାଦନରେ ୟୁପି ଏକ ନମ୍ବର 1 କୁହାଯାଏ। ସେଠାରେ ପାଣିପାଗ ଆଳୁ ଚାଷ ଲାଗି ବେଶ୍ ଲାଭ, ତେଣୁ ଅଧିକ ଲୋକ ଆଳୁ ଚାଷ କରି ଗୁଜରାଟ ମେଣ୍ଟାଉଛନ୍ତି। ଏବେ ଆଳୁକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଇଛି ଆଳୁ ଚାଷୀମାନେ ନିଜ ଫସଲ ଅମଳ କରିବାକୁ ଆଉ 3 ମାସରୁ ଅଧିକ ସମୟ ଅପେକ୍ଷା କରିବେ ନାହିଁ, ବରଂ 2 ମାସରେ କ୍ଷେତରେ ଫସଲ ଆଳୁ। କାନପୁର, ଚନ୍ଦ୍ରଶେଖର ଆଜାଦ କୃଷି ଏବଂ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟରେ ଆଳୁକୁ ନେଇ ଗବେଷଣା କରାଯାଇଛି। ତାହା ସଫଳ ହୋଇଛି। ଗବେଷଣା ଅନୁସାରେ ମାତ୍ର 60 ଦିନରେ ନୂଆ କିସମର ଆଳୁ ଉତ୍ପାଦନ କରିବାକୁ ଚାଷୀଙ୍କୁ କୁହାଯାଇଛି। ଗବେଷଣାରେ କୁହାଯାଇଛି କି P118 କିସମର ଚାଷୀଙ୍କ ପାଇଁ ଲାଭଦାୟକ ହେବ। ପୂର୍ବରୁ ଚାଷୀମାନେ ଆଳୁ ଉତ୍ପାଦନ କରୁଥିଲେ, ସେମାନଙ୍କୁ 3 ମାସ ଅପେକ୍ଷା କରିବାକୁ ପଡ଼ୁଥିଲା। ଫସଲ ଉତ୍ପାଦନ କରିବାକୁ ହେଲେ P118 କିସମର ମାତ୍ର 60 ଦିନରେ ଫସଲ ଉତ୍ପାଦନ କରିବାକୁ ହେବ। ଖାଲି ଏତିକି ନୁହେଁ, ବରଂ ଏହି କିସମର ଫଳ ବି ଅଧିକ ଉତ୍ପାଦନ ହେବ, ଯାହାଦ୍ୱାରା ଚାଷୀମାନେ ଅଧିକ ରୋଜଗାର କରିପାରିବେ। ଆଉ ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।